समालयन् मुहुरहो रसिका भुवि भावुकाः। अष्टम स्कंध सप्तम अध्याय शुक उवाच। व्यासानंदन अनुरागे कहन्ति परीक्षितागे देवदानवे कमेळे प्रवेश होइले पाताळे वासुकी निकटे मिलिले समुद्र मंथने
ଏ ବିଷ ତେଜେ ଦଶ ଦେଶ କେବେ ହିଁ ନ ଦିଶେ ପ୍ରକାଶ। ଏଣୁ ବ୍ରହ୍ମାଣ୍ଡ ନାଶ ଗଲା ଅକାଳେ ପ୍ରଳୟ ହୋଇଲା। ଭଏ କମ୍ପ ଏ ତିନି ପୁର ଆକାଶେ କମ୍ପେ ସୁରେଶ୍ୱର। ଦେଖ ଭବାନୀ ପ୍ରଜାଙ୍କର ଦୁଃଖ ହୋଇଲା ଭୟଙ୍କର। ସମୁଦ୍ର ମନ୍ଥନ ଏ ଜାତ ଏଥୁ ରଖିବା ମୋ ଉଚିତ। ଯେ କରେ ଦିନ ଉପକାର ସେ ଧର୍ମ ଜ୍ଞାନୀଙ୍କର ସାର। ସାତ୍विକ ଧର୍ମ ସେ କରନ୍ତି ଅଜ୍ଞାନୀ ଜନେ ନ ଜାଣନ୍ତି। ଦୁଃଖ ଯେ ପରିତ୍ରାଣ କରେ ସଙ୍କଟ ପ୍ରାଣୀଙ୍କି ଉଦ୍ଧରେ। ତା ଜନ୍ମ ଧନ୍ୟ ଏ ସଂସାରେ ଯେ ରହେ ପର ଉପକାରେ। ସାଧୁ ଜନଙ୍କର ଏ ଗତି କେବେ ହିଁ ଧର୍ମ ନ ଛାଡ଼ନ୍ତି। କ୍ଷଣ ଭଙ୍ଗୁର ଏ ଶରୀର ସୁଧର୍ମ ପର ଉପକାର। ଶୁକ ଉବାଚ ଏମନ୍ତ ଶିବଙ୍କ ବଚନ ଅମ୍ବିକା ଶୁଣି ତ ସମନ। ରୁଦ୍ର ଚରଣ ଶିରେ ଧରି ମଧୁରେ କହନ୍ତି ଗୌରୀ। ଅମ୍ବିକା ଉବାଚ ଭୁନାଥ ଜଗତ ଈଶ୍ୱର ଦେବଙ୍କ ବୋଲ ତୁମ୍ଭେ କର। ଏ ଘୋର ବିଷ କର ଗ୍ରାସ ସଂସାରେ ଥିବ ତୁମ୍ଭ ଯଶ। ଧର୍ମ କରନ୍ତି ଯେତେ ପ୍ରାଣୀ ତାହାଙ୍କୁ ତୋଷ ଚକ୍ର ପାଣି। ଶୁକ